ସାଧାରଣତଃ ଯୁବ ବୟସରେ ଯେତେବେଳେ ପୁଅ ଓ ଝିଅ ପିଲା 16-17 ବର୍ଷ ବୟସରେ ଯୌବନରେ ପଦାର୍ପଣ କରିବା ମାତ୍ରେ ସେମାନଙ୍କ ଦୁଇ ପାଖ ଗାଲରେ ବ୍ରଣ ଦେଖାଯାଏ। ଏଗୁଡ଼ିକ ପ୍ରଥମେ ଅଳ୍ପ ଅଳ୍ପ ଦେଖାଯାଏ, କିନ୍ତୁ ତାକୁ ଚିପି ନଖରେ ଉଖାରିଲେ ସେହି ବ୍ରଣରୁ ଧଳା ବର୍ଣ୍ଣର କଳା ବାହାରେ। ଏପରି କରିବା ଦ୍ୱାରା ମୁଖମଣ୍ଡଳରେ ବ୍ରଣ ସଂଖ୍ୟା କ୍ରମଶଃ ବୃଦ୍ଧି ପାଇ ଓ ମୁଖମଣ୍ଡଳର ସୌନ୍ଦର୍ଯ୍ୟ ନଷ୍ଟ ହୋଇଯାଏ। ପ୍ରଥମେ ବ୍ରଣ କାହିଁକି ହୁଏ ଓ ତାର ପ୍ରତିକାର ବ୍ୟବସ୍ଥା କ'ଣ ତାହା ଆଧୁନିକ ଯୁଗର ଯୁବପିଢ଼ିମାନେ ଜାଣିବା ନିହାତି ଦରକାର। ଏହାଦ୍ୱାରା ନିଜେ ନିଜର ରୋଗର ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିପାରିବେ। ଏହି ଗାଲରେ ଉଠୁଥିବା ବ୍ରଣ ସମସ୍ତ ଯୁବକ ଯୁବତୀମାନଙ୍କର ହୁଏ ନାହିଁ। ଯେଉଁ ଯୁବକ ଯୁବତୀମାନେ କୁସଙ୍ଗରେ ପଡ଼ନ୍ତି ଓ ଅଶ୍ଳୀଳ ପୁସ୍ତକ, ଅଶ୍ଳୀଳ ସିନେମା ବା ଅଶ୍ଳୀଳ ଚିତ୍ର ଦେଖନ୍ତି ବା ହସ୍ତମୈଥୁନ କରନ୍ତି, ସେମାନଙ୍କ ଗାଲରେ ଏହି ବ୍ରଣ ଦେଖାଯାଏ। ଏହା ଗୋଟିଏ ସାଂଘାତିକ ରୋଗ ନୁହେଁ, କିନ୍ତୁ କୁପଥରେ ଯାଉଥିବା ଯୁବକ ଯୁବତୀମାନଙ୍କ କ୍ଷେତ୍ରରେ ଏହା ଦେଖାଯାଇଥାଏ। ଯୁବା ବୟସ ଅତିକ୍ରମ ହୋଇଗଲେ ଏହି ବ୍ରଣଗୁଡ଼ିକ ସ୍ୱତଃ ଦୂର ହୋଇଯାଇଥାଏ। କେତେକ କ୍ଷେତ୍ରରେ ଭିଟାମିନ୍ ବି ଅଭାବରୁ ମଧ୍ୟ ଏହି ବ୍ରଣ ବାହାରିଥାଏ। କିଛି ଉପାୟ ଦ୍ୱାରା ଆପଣ ଏହାଠାରୁ ଦୂରେଇ ରହିପାରିବେ। କିଛି ଦିନ ପର୍ଯ୍ୟନ୍ତ ଭିଟାମିନ୍ B12 ଔଷଧ ସେବନ କରନ୍ତୁ। 2. ଅଶ୍ଳୀଳ ପୁସ୍ତକ ପଢ଼ିବା, ଅଶ୍ଳୀଳ ଛବି ଦେଖିବା ଏବଂ ଯୌବନ ଚର୍ଚ୍ଚା କରୁଥିବା କୁସଙ୍ଗମାନଙ୍କଠାରୁ ଦୂରେଇ ରୁହନ୍ତୁ। 3. ରାତ୍ରିରେ ସେଜ୍ରେ ଶୋଇବା ପୂର୍ବରୁ ମୁହଁ, ହାତ, ଗୋଡ଼ ପରିଷ୍କାର ଭାବରେ ଧୋଇ ପିତା ମାତା, ଗୁରୁଜନ, ଇଷ୍ଟଦେବ ବା ଆରାଧ୍ୟ ଠାକୁରଙ୍କର ନାମ ସ୍ମରଣ କରି ନିଦ୍ରା ଯାଆନ୍ତୁ। ଅନ୍ୟ ଅଶ୍ଳୀଳ ଚିନ୍ତା ମନ ମଧ୍ୟରୁ ଦୂର କରନ୍ତୁ। 4. ପ୍ରଥମେ ସକାଳୁ ଶେଯରୁ ଉଠିବା ମାତ୍ରେ ବାସି ପାଣିରେ ମୁଖ ଧୌତ କରି ପାଟିରେ ପାଟିଏ ପାଣି ପୁରାଇ ପାଟି ଭିତରେ କୁଳୁକୁଳୁ କରି ସେହି ପାଣିରେ ପାଟିର ଲାଳ ଲାଗି ତାହା ଉଷୁମ ହୋଇଗଲେ ସେହି ପାଣିରେ ଗାଲର ବ୍ରଣଗୁଡ଼ିକୁ ଧୁଅନ୍ତୁ। ପ୍ରତ୍ୟହ ଏହି ଉପାୟ କରନ୍ତୁ, ବ୍ରଣ ଦୂର ହୋଇଯିବ। 5. ଦୈନିକ କଷା ଉपिତା ନିମ୍ବ ଦାନ୍ତ କାଠିରେ ଦାନ୍ତ ଘଷନ୍ତୁ ଓ ସେହି କାଠିର ଅଗ୍ରଭାଗକୁ ବ୍ରଣ ଉପରେ ଧୀରେ ଧୀରେ ଘଷନ୍ତୁ ଓ ଦାନ୍ତ କାଠି ଫିଙ୍ଗି ଦିଅନ୍ତୁ। ମୁହଁରେ ପାଣି ଛିଟିକା ମାରି ସେହି ବ୍ରଣକୁ ଧୋଇ ଦିଅନ୍ତୁ। 6. ନୂଆ ଉଇହୁଙ୍କାରୁ ହାତରେ ମୁଠିଏ ମାଟି ଆଣନ୍ତୁ। ସେହି ମାଟିକୁ ଅଳ୍ପ ପାଣି ଦେଇ ହାତରେ ଗୋଳାଇ ଭଲ ଭାବେ ମନ୍ଥି ଦିଅନ୍ତୁ। ଏହି ମଣ୍ଡକୁ ବ୍ରଣ ଥିବା ସ୍ଥାନରେ ଭଲ ଭାବେ ବୋଳି ଘଷି ଦିଅନ୍ତୁ। ଅଧଘଣ୍ଟା ପରେ ମୁହଁରେ ପାଣି ଛାଟି ଧୋଇ ନିଅନ୍ତୁ। ଏହି ଉପାୟ ଦ୍ୱାରା ମୁଖର ସୌନ୍ଦର୍ଯ୍ୟ ବୃଦ୍ଧି ପାଇବା ଓ ବ୍ରଣ ମଧ୍ୟ ଆରୋଗ୍ୟ ହୋଇଯିବ। 7. ମୁହଁକୁ ଗୋଟିଏ ମେଡିକେଟେଡ୍ ସାବୁନରେ ଧୋଇ ସଫା କରି ଦିଅନ୍ତୁ ଓ ଗୋଟିଏ ମୋଟା କପଡ଼ାରେ ମୁହଁକୁ ପୋଛି ଦିଅନ୍ତୁ। ଅଷ୍ଟିଂଜେଣ୍ଟ ତୁଳାରେ ବୁଡ଼ାଇ ବ୍ରଣ ଥିବା ସ୍ଥାନଗୁଡ଼ିକରେ ତାକୁ ଘର୍ଷଣ କରନ୍ତୁ ଓ ମୁହଁରେ ପାଣି ଛିଟିକା ମାରି ଗାଲକୁ ପରିଷ୍କାର ଭାବରେ ଧୋଇ ନେଇ ସରୁ ସୂତା ଲୁଗାରେ ମୁହଁକୁ ଭଲ ଭାବେ ପୋଛି ଦିଅନ୍ତୁ। ଏହାପରେ ଆରୋମେଟିକ୍ କଲସରମାଇନ୍ ଫେସ୍ପ୍ୟାକ ମୁହଁରେ ଲଗାଇ ଅଧଘଣ୍ଟାଏ ରଖନ୍ତୁ। ଏହାପରେ ଥଣ୍ଡା ଜଳରେ ମୁହଁ ଧୋଇ ପରିଷ୍କାର କରି ନିଅନ୍ତୁ। ଏହି ଉପାୟରେ 2-3 ଥର କରିବା ଦ୍ୱାରା ମୁହଁର ବ୍ରଣ ଦୂର ହୋଇଯିବ ଓ ଆପଣଙ୍କର ମୁଖର ସୌନ୍ଦର୍ଯ୍ୟ ବୃଦ୍ଧି ପାଇବ।